ମୋର ଅନ୍ତରର ପ୍ରାଣର ପ୍ରିୟ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡ଼ମା, ଶ୍ରୀ ଶ୍ରୀ ବଡ଼ଦାଦା, ଆଜିର ଆଚାର୍ଯ୍ୟ, ସମସ୍ତ ଠାକୁର ପରିବାରଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଏହି ମୋ ନାରୀର ନୀତି ଶୁଣୁଥିବା ସମସ୍ତ ଗୁରୁ ଭାଇ ମା'ମାନଙ୍କୁ ଓ ୟୁଟ୍ୟୁବର ପ୍ରତ୍ୟେକ ଗୁରୁ ଭାଇ ମା'ମାନଙ୍କୁ ମୋର ଜୟ ଗୁରୁ। ଆପଣମାନେ କେମିତି ଅଛନ୍ତି? ଠାକୁରଙ୍କ ଦୟାରୁ ମୁଁ ବହୁତ ଭଲରେ ଅଛି। ଆପଣମାନେ ବି ଭଲରେ ଥିବେ ବୋଲି ମୋର ଆଶା। ମୋର ଏହି ନାରୀର ନୀତି ଆପଣମାନଙ୍କୁ କେମିତି ଲାଗୁଛି ପ୍ଲିଜ୍ କମେଣ୍ଟରେ ଜଣାନ୍ତୁ ଓ ସବସ୍କ୍ରାଇବ୍ କରନ୍ତୁ, ସେୟାର ବି କରନ୍ତୁ। କରିଲେ ତ ଠାକୁରଙ୍କ କଥା ସବୁଆଡ଼େ ଯିବ ଓ ସମସ୍ତଙ୍କ ପାଖରେ ପହଞ୍ଚିବ। ଆମେ ତ କିଛିଟା ବି ଜାଣିବା। ଆଜି ମୁଁ ଠାକୁରଙ୍କର 95 ବାଣୀ, ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ 95 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ତା ପୂର୍ବରୁ ଠାକୁରଙ୍କର ଗୋଟିଏ କଥା କହି ମୁଁ ଆପଣମାନଙ୍କ ଆଗରେ ନାରୀର ନୀତି ତୋଳି ଧରିବି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଛନ୍ତି, ପ୍ରଣାମଟା କିନ୍ତୁ ସେବା, ଚଳମାନ ଗୁରୁଜନକେ প্রণাম করে চলার গতি রুদ্ধ করা ঠিক নয়া। এতে সেবা অপরাধ হয়। বিগ্রহের সামনে ও অন্য কাউকে প্রণাম করতে নেই, এটাও কিন্তু সেবা অপরাধ। ঠাকুরের প্রসাদ গ্রহণের সময় ও মেপে নেওয়াই ভালো, প্রসাদ নষ্ট করা ঠিক নয়। সৎসঙ্গ দেওয়ার সময়ে যার যা সমর্থ তা দিয়েই সৎসঙ্গ দিতে হয়। অধিক দেখো যায় না, আমাদের অধিক থাকলেও দেখবে না। এগুলে হল সৎসঙ্গী জীবনের সূক্ষ্ম বোধ। ଏବେ ଓଡ଼ିଆରେ ତାର ଶୁଣନ୍ତୁ ଅର୍ଥଟା। ପ୍ରଣାମଟା କିନ୍ତୁ ସେବା, ଚାଲୁଥିବା ବେଳେ ଗୁରୁଜନଙ୍କୁ ପ୍ରଣାମ କରି ଚାଲିବାର ଗତିରୁଦ୍ଧ କରିବା ଠିକ୍ ନୁହଁ। ଏଥିରେ ସେବା ଅପରାଧ ହୁଏ। ବିଗ୍ରହର ସାମ୍ନାରେ କାହାକୁ ପ୍ରଣାମ କରନ୍ତି ନାହିଁ, ଏଇଟା ବି ସେବା ଅପରାଧ। ଠାକୁରଙ୍କ ପ୍ରସାଦ ଗ୍ରହଣ ସମୟରେ ଆବଶ୍ୟକ ଅନୁଯାୟୀ ନେବା ଭଲ, ପ୍ରସାଦ ନଷ୍ଟ କରିବା ଠିକ୍ ନୁହେଁ। ସତ୍ସଙ୍ଗ ଦେବାର ସମୟରେ ଯାହାର ଯାହା ସାମର୍ଥ୍ୟ ତାହା ଦେଇ ହିଁ ସତ୍ସଙ୍ଗ ଦେବାକୁ ହୁଏ। ଅଧିକ ଦେଖାଇ ହେବା ନାହିଁ। ଆମମାନଙ୍କର ଅଧିକ ଥିଲେ ବି ଦେଖାଇ ହେବା ନାହିଁ। ଏଇ ସବୁ ହେଲା ସତ୍ସଙ୍ଗୀ ଜୀବନର ସୂକ୍ଷ୍ମ ବୋଧ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ 95 ବାଣୀ ଆପଣମାନଙ୍କ ଆଗରେ ମୁଁ ତୋଳି ଧରିବି। ନାରୀର ନୀତି 95 ବାଣୀ। ଅନୁପୂରଣରେ ସ୍ୱାମୀଙ୍କର ଇଷ୍ଟାନୁରକ୍ତି, ଯଶ ଓ ଜୀବନପ୍ରଦ ଏପରି କିଛି ଯେଉଁଥିରେ ସେ ଉତ୍ଫୁଲ୍ଲ ଓ ଆନନ୍ଦିତ ରହନ୍ତି, ତାହା ତୁମ ମନକୁ ନ ପାଇଲେ ମଧ୍ୟ ଅନୁକୂଳ ଚିନ୍ତାରେ ବୁଝି, ଅନ୍ତରରେ, ବାହାରେ ଓ କର୍ମରେ ଉତ୍ଫୁଲ୍ଲ ଓ ଆନନ୍ଦିତ ହୋଇ ତାହାର ଅନୁପୂରକ ହେବ। ସ୍ୱାସ୍ଥ୍ୟ, ସୁଖ ଓ ତୃପ୍ତି ତୁମମାନଙ୍କୁ ଅଭିନନ୍ଦିତ କରିବ ନିଶ୍ଚୟ। ବାଣୀ ସଂଖ୍ୟା 95 ପୁଣି ଥରେ। ଅନୁପୂରଣରେ ସ୍ୱାମୀଙ୍କର ଇଷ୍ଟାନୁରକ୍ତି, ଯଶ ଓ ଜୀବନପ୍ରଦ ଏପରି କିଛି ଯେଉଁଥିରେ ସେ ଉତ୍ଫୁଲ୍ଲ ଓ ଆନନ୍ଦିତ ରହନ୍ତି, ତାହା ତୁମ ମନକୁ ନ ପାଇଲେ ମଧ୍ୟ ଅନୁକୂଳ ଚିନ୍ତାରେ ବୁଝି, ଅନ୍ତରରେ, ବାହାରେ ଓ କର୍ମରେ ଉତ୍ଫୁଲ୍ଲ ଓ ଆନନ୍ଦିତ ହୋଇ ତାହାର ଅନୁପୂରକ ହେବ। ସ୍ୱାସ୍ଥ୍ୟ, ସୁଖ ଓ ତୃପ୍ତି ତୁମମାନଙ୍କୁ ଅଭିନନ୍ଦିତ କରିବ ନିଶ୍ଚୟ।
ବାଣୀ ସଂଖ୍ୟା 95। ଜୟ ଗୁରୁ।